स्वागतम सुस्वागतम बंधुगण आमे आज पुणी एकजुट होइचे एक दीर्घ आलोचना पाई। दैनिक राशिफल प्रतिदिन ग्रह बदलुचंती किं कुर्वन्ति ग्रहा सर्वे जदि केन्द्रे बृहस्पति। ज्योतिष शास्त्र लेखा अछि जदि जातक केन्द्र रे माने दशम रे बा सप्तम रे बा चतुर्थ रे बा लग्न रे बृहस्पति थांती तेबे अन्य दुष्ट ग्रह किछि करि पारन्तिनि। कौन से समस्या सेते गुरुतर हो पारे ना। पहाड़ भली असुर रूप नहीं आसे गोड़ी है गड़ी जाए खेती करेनि। किं कुर्वन्ति ग्रहा सर्वे जदि केन्द्रे बृहस्पति। बुझीगला सेठी पुण लेखा अछि केन्द्राधिपति दोषस्तु बलवान गुरु शुक्रोयोर जदि बृहस्पति बा शुक्र यही केन्द्रर अधिपति माने बृहस्पति घर बा शुक्रंगर घर जदि दशम सप्तम चतुर्थ लग्न हुए ता माने से घर अधिपति हो गले। तेबे यही बृहस्पति केन्द्रर मालिक बृहस्पति किछि करि पारन्तिनि। से अपराधी शुभ ग्रह दृष्टिटा शुभ फल दिए। यही बृहस्पति दृष्टि जहाँ पर पड़ो से नष्ट भ्रष्ट विनष्ट हो। मो जातक लग्नाधिपति और चतुर्थाधिपति हेले बृहस्पति से अछंती पंचम रे से देखुचंती लग्न को लिखुचंती चतुर्थ को। तेणु यही दृष्टिकोण मु गोटे हतभागा तांकर कौन सी कल्याण पाई पारेनी। समस्ते कहती तार पंचम रे बृहस्पति अच्छे सी केते कौन करी जीवो केते कौन पाई जीवो। मोर तो अच्छी कहीं पाइलिनी मु ना जेहेतु बृहस्पति हेले केन्द्राधिपति केन्द्रर अधिपति हो गले बृहस्पति निष्क्रिय। से भली शुक्र जदि केन्द्रर अधिपति ताले से निष्क्रिय। हाँ बंधु कहू कहू कते कथा कहीदेले। आसतु आमे जीवा दैनिक राशिफल पाखकू। आज आम आलोचना करिबा 19 तारीख गुरुवार को नहीं। आज अच्छे 18 तारीख बुधवार बुधवार कहवा गुरुवार पाई 19 तारीख गुरुवार। आज सूर्य उदय हेबे 6:14 पर अस्त जीवे 5:45 पर। आजिर अशुभ काल जो समय कौन यात्रा करवानी बाकी शुभ काम करवानी से समय है दिन 1:27 रु 2:54 1:27 रु 2:54। हाँ बंधु मेष राशि आसंता गुरुवार 19 तारीख मेष राशि द्विजा नक्षत्र 8:50 परठारू अशुभ समय आसीबो राति 8:50 रु अशुभ समय आसीबो। तेणु
এই ଦ୍ୱିଜା ନକ୍ଷତ୍ରଧାରୀ ମେଷ ରାଶି ବନ୍ଧୁଗଣ ରାତି 8ଟା 50ରୁ ଟିକେ ଘର ବାହାରକୁ ନ ଗଲେ ଭଲ, ବାହାରେ ଥିଲେ ଘରକୁ ପଳାଇ ଆସିଲେ ଭଲ। ରାତି କଥା, ଶୀତ ହେଉଛି ରାତିରେ। ହଁ, କଥାଟା ଭଲ ନୁହେଁ, କାରଣ ଦିନ 3ଟା ପରଠାରୁ ଯାବତୀୟ ସମସ୍ୟା ଦେଖାଦେବ। ମେଷ ରାଶି ପାଇଁ ଦିନ 3ଟା ପରଠାରୁ ଯାବତୀୟ ସମସ୍ୟା ଦେଖାଦେବ। ଦେହ ଅସୁସ୍ଥ ହେବ, ବୃଥା ଭ୍ରମଣରେ ସମୟ ଯିବ। ଯଦିଓ ନିଜ ଲୋକଙ୍କ ଗହଣରେ ସମୟ କଟିବ, ତଥାପି ବଡ଼ ହଇରାଣ ହେବାର ସମୟ, ବୃଥା ଖର୍ଚ୍ଚ ଗୁଡ଼ାଏ ହେବ। କିନ୍ତୁ ଦିନ 3ଟା ଯାଏ ନିଜ ବୃତ୍ତି, ବ୍ୟବସାୟ ଓ ସେବାରୁ ଆଶାତୀତ ଆୟ ହେବ। ସେ ଯାଏ ଦେହ ସୁସ୍ଥ ଓ ସୁନ୍ଦର ରହିବ। ବ୍ୟକ୍ତିଗତ ସୁଖ ଓ ଶାନ୍ତି ମିଳିବ। ଦିନ 3ଟା ଯାଏ ଶୁଭ ଓ ତା ପରଠାରୁ ଅଶୁଭ। ତେଣୁ ଭାବି ଚିନ୍ତି ବୁଝି ବିଚାରି ଆମେ ଆମର ପଦକ୍ଷେପ ନେବା। ଦିନ 3ଟା ପର୍ଯ୍ୟନ୍ତ ସବୁ ଶୁଭ, ଦିନ 3ଟା ପରେ ସବୁ ଅଶୁଭ। ଏଣିକି ନିଷ୍ପତ୍ତି ଆପଣଙ୍କର। ନା କ'ଣ କହୁଛନ୍ତି? ବୃଷ ରାଶି କଥା। ଆସନ୍ତାକାଲି ଗୁରୁବାର 19 ତାରିଖ ବୃଷ ରାଶି ରୋହିଣୀ ନକ୍ଷତ୍ରର ରାତି 8ଟା 50 ପରଠାରୁ ଅଶୁଭ ସମୟ ଆସିବ। ବିଶେଷ କ୍ଷତି ନାହିଁ। ଦିନ 3ଟା ଯାଏ କର୍ମ କ୍ଷେତ୍ରରୁ ଧନ, ସମ୍ମାନ, ଆଦର ମିଳିବ। 3ଟା ପରେ ଆୟ, ଅମଳ, ସମ୍ମାନ, ସୁଖ ବଢ଼ିଯିବ। ଦେହ ମନ ଭଲ ରହିବ। କୌଣସି ସମସ୍ୟା ନାହିଁ, ବରଂ ଶତ୍ରୁରେ ବିଜୟ ଲାଭ କରିବେ। କେହି ପରଶ୍ରୀ କାତର ଲୋକ ଆଙ୍ଗୁଳି ଦେଖେଇବ, ହେଲେ ତା ଆଙ୍ଗୁଳିକୁ ଆପଣ ବଙ୍କା କରିବେ। ସାବଧାନ, ସେ ଲୋକ ଆପଣଙ୍କର କିଛି କ୍ଷତି କରିବନି, ଡରନ୍ତୁନି। ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଯାଏ ଆଉ ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ଯାଏ ଏଇ 24 ଘଣ୍ଟା ବୃଷ ରାଶିର ବନ୍ଧୁଗଣ ଗୋଟେ ବ୍ୟକ୍ତି ପାଇଁ ଯେତେ ପ୍ରକାର ସୁଖ ଆବଶ୍ୟକ, ସେ ସମସ୍ତ ସୁଖକୁ ସହଜରେ ଲାଭ କରିବେ। ବିଧାତା ସନ୍ତୁଷ୍ଟ ଅଛନ୍ତି, କିଛି ଅମଙ୍ଗଳ ହେବନି ବୃଷ ରାଶି ପାଇଁ। ମିଥୁନ କଥା। ଆସନ୍ତାକାଲି 19 ତାରିଖ ଗୁରୁବାର ମିଥୁନ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଘାତ ଚନ୍ଦ୍ର ମାନେ ତ ସମସ୍ୟା, ମାନସିକ ଅଶାନ୍ତି। ଆଉ ତେଣୁ ଘାତ ଚନ୍ଦ୍ର ମାନେ ସମସ୍ୟା, ସମସ୍ୟା ଆଉ ସମସ୍ୟା। ଆଉ ଆର୍ଦ୍ରା ନକ୍ଷତ୍ରର 8ଟା 50ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ 3ଟା ପରେ ମାନେ ଉପର ଓଳି ଶୁଭ ଭୋଗ ହେବ। ଶାନ୍ତି ମିଳିବ। ଆୟ ଅମଳ ବଢ଼ିଆ ହେବ। ସମସ୍ତ କାର୍ଯ୍ୟକ୍ଷମ ବ୍ୟକ୍ତି ଚଳଚଞ୍ଚଳ ରହି କର୍ମ କର୍ତ୍ତବ୍ୟ ପ୍ରତି ସଚେତନ ହେବେ। ମାତ୍ର ସକାଳ ଓଳି ଦିନ 3ଟା ଯାଏ ଯାବତୀୟ ଜୀବନ ଯାତନା ଭୋଗିବାକୁ ପଡ଼ିବ। ଶତ୍ରୁ ବୃଦ୍ଧି ହେବେ, ଅପମାନ ବୋଧ ହେବ, ପରିବେଶ ଅଶାନ୍ତ ହେବ, କର୍ମର ବିପାକ ହେବ କହିଲେ ଚଳେ। ବନ୍ଧୁଗଣ, ସମସ୍ୟା ବଡ଼ ଗୁରୁତର ହେବ ଦିନ 3ଟା ଯାଏ ମିଥୁନ ରାଶିଆଙ୍କର। ତାପରେ ଭଲ ସମୟ ଆସିବ, ଅଶୁଭ ସମୟ ଦୂରୀଭୂତ ହେଇଯିବ। ଏବେ ଦେଖିବା କର୍କଟ କଥା। 19 ତାରିଖ ଗୁରୁବାର ଆସନ୍ତାକାଲି କର୍କଟ ରାଶିର ପୁଷ୍ୟା ନକ୍ଷତ୍ରର ରାତି 8ଟା 50ରୁ ହାନିକାରକ କାଳ ଆସିବ। କାଲି ଶାନ୍ତି ଭଙ୍ଗ ହେବ। ରାତି 8ଟା 50 ପରେ ଟିକେ ସତର୍କତା ଅବଲମ୍ବନ କଲେ ଭଲ। ଆଉ ସୁଖ ଆକାଶ କୁସୁମ ହେଇଯିବ। ଆନନ୍ଦର ନାଁ ଗନ୍ଧ ନାହିଁ। ଆଉ ଦିନ 3ଟା ଯାଏ
ଭଲ କାମର ଫଳ ନିନ୍ଦା ମିଳିବ। ବହୁ ସମୟ ବୃଥାରେ ଯିବ। ଯଥା ସମୟରେ ଖାଦ୍ୟ ମିଳିବନି। ରାତି ଘଡ଼ିଏ ପରେ ସାମାନ୍ୟ ଶୁଭ ଆସିବ। ଆଉ ରାତିରେ ନିଦ ମଧ୍ୟ ନ ହୋଇପାରେ। ସମସ୍ୟା ପରେ ସମସ୍ୟା ଘନେଇ ଆସିବ। ତେଣୁ କ'ଣ କରିବା କୁହ? ସମସ୍ୟା ଭିତରେ ସମସ୍ୟା କର୍କଟ ରାଶି। କର୍କଟ ରାଶିର ଶୁଭ ଦିନ ନୁହଁ, ଶୁଭ ସମୟ ନୁହଁ। ସିଂହ କଥା, ଗୁରୁବାର 19 ତାରିଖ ସିଂହ ରାଶିର ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ରାତି 8ଟା 50ରୁ ମନ୍ଦ ସମୟ ଆସିବ। ଦିନ 3ରୁ ସମସ୍ତ ସିଂହ ରାଶି ଜନତାଙ୍କର ଅଶୁଭ ସମୟ ଆସି ଦୁଃଖ ପରେ ଦୁଃଖ ଦେବ। ମାତ୍ର ସେ ଦୁଃଖ ଯନ୍ତ୍ରଣା ଏତେ ସମସ୍ୟା ଦେବନି। କର୍ମ ପ୍ରତି ଶ୍ରଦ୍ଧା କମିଯିବ। ଦିନ 3ଟା ଯାଏ ସର୍ବବିଧ ସୁଖ ଆପଣା ଛାଏଁ ପାଖକୁ ଆସିବ। ଆର୍ଥିକ, ଶାରୀରିକ, ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମାନେ ସିଂହ ରାଶିର ଦିନ 3ଟା ଯାଏ ସବୁ ପ୍ରକାର ସୁଖ, ଦିନ 3ଟା ପରେ ସବୁ ପ୍ରକାର ଦୁଃଖ। ସକାଳ ଓଳି ସୁଖ, ଉପର ଓଳି ଦୁଃଖ। ଏଣୁ ଆମେ ସକାଳ ଓଳି ସବୁ କାମ ସାରିଦେଲେ ଭଲ। ଦେହ ମୁଣ୍ଡ ଖରାପ ହେବ, କାମରେ ବାଧା ସୃଷ୍ଟି ହେବ। 3ଟା ପରେ, 3ଟା ପୂର୍ବରୁ ଆମକୁ କିଛି କରିବାକୁ ପଡ଼ିବନି। ସୁଖ ଆପଣା ଚାହିଁ ଆସିବ, ସଦ୍ବୁଦ୍ଧି ମୁଣ୍ଡକୁ ଆସିବ, ସତ୍ଚିନ୍ତା ଆମେ କରିବା, କର୍ମତତ୍ପର ରହିବା, ସମସ୍ୟା କିଛି ନାହିଁ। ଏହା ଭାବି ବିଚାରି ଆପଣମାନେ ସମସ୍ତେ ମୋ ବିଚାରରେ ସକାଳ ଓଳି ସବୁ କାମ ସାରିଦେବା ଉଚିତ। କନ୍ୟା କଥା ଆଲୋଚନା କରିବା। ଆସନ୍ତା କାଲି 19 ତାରିଖ ଗୁରୁବାର କନ୍ୟା ରାଶି ହସ୍ତା ନକ୍ଷତ୍ରର ରାତି 8ଟା 50ରୁ ଅଶୁଭ ସମୟ ଆସିବ। ନହେଲେ 24 ଘଣ୍ଟା ସୁଖ। ବିଭିନ୍ନ ଜଣେ ବ୍ୟକ୍ତି ପାଇଁ ଯାହା ଯାହା ସୁଖ ଦରକାର, ତାହା ଯଦି ନୈତିକ, ତାହେଲେ ସେ ମୌଳିକ, କୌଳିକ, ପାରିବାରିକ, ସାମାଜିକ, ଆର୍ଥିକ, ବୌଦ୍ଧିକ ଏମିତି ବିଭିନ୍ନ ରୂପରେ ଆସିବ। ତେଣୁ ସେ ସୁଖକୁ ଆମେ ନିଜେ ଅନୁଭବ କରିବା ଆଉ ସୁଖ ବାଣ୍ଟିବା। ପରିବାର ସଦସ୍ୟ ପ୍ରସନ୍ନ ରହିବେ। ବ୍ୟବସାୟ ବୃତ୍ତି ବେଉସାରୁ ଭଲ ଆୟ ହେବ। ଦିନ 3ଟା ପରେ ଆୟ ବଢ଼ିଯିବ। ବ୍ୟବସାୟ ଭଲ ଚାଲିବ ଆଉ ଗ୍ରାହକଙ୍କ ସଂଖ୍ୟା ବଢ଼ିଯିବ। ଦେହ ମୁଣ୍ଡ ସୁସ୍ଥ ରହିବ। ଉତ୍ତମ ଭୋଜନ, ପଠନ ଓ ଦେବଦର୍ଶନର ସୁଯୋଗ ମିଳିବ। ମାନେ କନ୍ୟା ପାଇଁ ଆଦୌ ଅଶୁଭ ସଂକେତ ନାହିଁ। ଦିନଟି, ଗୁରୁବାର ଦିନଟି କନ୍ୟା ରାଶି ପାଇଁ ସବୁ ଦିଗରୁ ଭଲ। ସମସ୍ତ ଯୋଜନା ସଫଳ ହେବ ଯଦି ଏମାନେ ଧାର୍ମିକ ହୋଇଥିବେ ଆଉ ବୁଦ୍ଧିମାନ ହେଇଥିବେ। କନ୍ୟା ରାଶିର ଯେଉଁ ବ୍ୟକ୍ତି ଧାର୍ମିକ ଆଉ ବୁଦ୍ଧିମାନ, ତେଣୁ ଭାଗ୍ୟଲକ୍ଷ୍ମୀ ସେମାନଙ୍କୁ ଯଥେଷ୍ଟ ବେଶୀ ସହାୟ ହେବେ। ଯିଏ ଅଳସ, ସମୟର ସୁବିନିଯୋଗ କରନ୍ତିନି, ସେ ଯେତେ ଭାବିଲେ କ'ଣ ହେବ? ଚେଷ୍ଟା ଦରକାର ନା ଆଉ। ଆମେ ଏବେ ଆଲୋଚନା କରିବା ତୁଳା କଥା। ନାହିଁ, ଆସନ୍ତା କାଲି 19 ତାରିଖ ଗୁରୁବାର ତୁଳା ରାଶିର ଘାତବାର, ପୁନଶ୍ଚ ସ୍ୱାତି ନକ୍ଷତ୍ରର ରାତି 8ଟା 50ରୁ ଅଶୁଭ ସମୟ ଆରମ୍ଭ ହେବ। ବ୍ୟୟ ବଢ଼ିଯିବ। ସୁଖ ପାଇଁ ବ୍ୟୟ କରିବେ। ସନ୍ତାନ ସଂକ୍ରାନ୍ତୀୟ ସୁଖ ପାଇବେ। ଖାଦ୍ୟ ସୁଖ, ଆର୍ଥିକ ସୁଖ, ପାରିବାରିକ ସୁଖ, ଶୟନ ସୁଖ, ବନ୍ଧୁ ସୁଖ ସହ ପଠନ ଓ ବୌଦ୍ଧିକ ସୁଖ ମଧ୍ୟ ମିଳିବ। ଦିନ 3ଟା ପରେ ଆୟ ଅମଳ ବଢ଼ିଯିବ। ଭଲ ଅର୍ଥ ହାତକୁ ଆସିବ। ନୂତନ ବନ୍ଧୁ ପାଖକୁ ଆସିବେ। ଶାରୀରିକ ଓ ମାନସିକ ଅଶାନ୍ତି ଆଦୌ ନାହିଁ। ଦିନଟି ଭଲରେ ଯିବ। ତୁଳା ରାଶି ପାଇଁ ବଢ଼ିଆ ଦିନ। ସୁଖ ଆଉ ଲାଭ, ସୁଖ ଆଉ ଲାଭ ଉଭୟ। ଏଇ ସୁଖ ଆଉ ଲାଭ ବିଧାତା ତାଙ୍କ ପାଇଁ ଯୋଗାଡ଼ କରିଛନ୍ତି। ତେଣୁ ତୁଳା ରାଶିର ବନ୍ଧୁଗଣ ଏହା ଶୁଣି ଖୁସି ହୁଅନ୍ତୁନି। କାରଣ
ଖୁସି ହିଁ ଆମ ଦୁଃଖର କାରଣ। ଆମେ ଏ ସୁଖ ପାଇ କିଛି ସୁଖ ବାଣ୍ଟିବା, ଏ ଲାଭ ପାଇ କିଛି ଲାଭ ଅନ୍ୟକୁ ଦେବା, ଚେଷ୍ଟା କରିବା ଆମେ ସତ୍ପଥରେ ଯିବା, ସତ୍ଚିନ୍ତା କରିବା ବୋଇଲେ ଏ ସୁଖ ସବୁଦିନ ପାଖରେ ରହିବ। ନହେଲେ ଚେଙ୍ଗ ମାସ ହାତରୁ ଖସିଗଲା ଭଳି ଏ ସୁଖ ପଳେଇବ। ବନ୍ଧୁ ଆମେ ଆଉ ଟିକେ ଦୁଇ ପାଦ ଆଗକୁ ଯିବା। ବିଛାରାଶି କଥା। ଆସନ୍ତା କାଲି ଗୁରୁବାର 19 ତାରିଖ ବିଛା ରାଶି ଅନୁରାଧା ନକ୍ଷତ୍ରର ରାତି 8ଟା 50 ପରଠାରୁ ଅଶୁଭ ସମୟ ଆସିବ। ଦିନ 3ଟା ଯାଏ ମାନସିକ କ୍ଲେଶ ବଢ଼ିଯିବ। ବିବିଧ ଦୁଶ୍ଚିନ୍ତା ମୁଣ୍ଡକୁ ଆସିବ। ଦେହ ଅସୁସ୍ଥ ହେବ। ପୁରୁଣା ରୋଗ ଥିଲେ ଯନ୍ତ୍ରଣା ଦେବ। ବହୁ ସମୟ ବୃଥାରେ ଯିବ। ଦିନ 3ଟା ପରଠାରୁ ଆକାଶ ନିର୍ମଳ ହୋଇଯିବ। ଖୋଜୁଥିବା ବ୍ୟକ୍ତି ଧନ ଦ୍ରବ୍ୟ ଆସି ପାଖରେ ପହଞ୍ଚିଯିବ। କ୍ରମଶଃ ବିବିଧ ସୁଖ ମିଳିବ। ସକାଳ ଓଳି ଅସୁବିଧା, ଉପର ଓଳି ସୁବିଧା। ବିଛା ରାଶିଧାରୀ ବ୍ୟକ୍ତିମାନଙ୍କ ପାଇଁ ଦିନ 3ଟା ଯାଏ ଯାବତୀୟ ସମସ୍ୟା ଆସିବ। କୌଣସି ପ୍ରକାର ସୁଖ ଖୋଜିଲେ ବି ମିଳିବ ନାହିଁ। ସବୁ ଦେହ ସମସ୍ୟା, ମନ ସମସ୍ୟା, ଅର୍ଥ ସମସ୍ୟା, ଭାଇ ସମସ୍ୟା, ବନ୍ଧୁ ସମସ୍ୟା, ଦାମ୍ପତ୍ୟ ସମସ୍ୟା। କିନ୍ତୁ ଦିନ 3ଟା ପରେ ଆକାଶରୁ ମେଘ ଘୁଞ୍ଚିଯିବ। ମାନେ ସମସ୍ୟା ଆପଣ ସାଙ୍ଗେ ଦୂର ହେଇଯିବ। ଟିକେ ଚୁପଚାପ ରହନ୍ତୁ ନା, କାହା ଉପରେ ରାଙ୍ଗନ୍ତୁନି। 3ଟା ପର୍ଯ୍ୟନ୍ତ କ୍ରୋଧିତ ନ ହେଲେ ଭଲ, ଧୈର୍ଯ୍ୟ ଧରିଲେ ଭଲ। ସମୁଦ୍ର ଢେଉ ଆସିବ ପଳେଇବ, ତା ପାଇଁ ଚିନ୍ତା କାହିଁକି? ତ ଜାଣିଲେ 3ଟା ପରେ ସବୁ ସୁଖ ମିଳିବ। ବ୍ୟସ୍ତ କାହିଁକି ହେବା? ଟିକେ ଚୁପଚାପ ନିଜ ଦ୍ୱାରା ଯେତିକି ହେବ ସେତିକି କଲେ ଭଲ, ନା କ'ଣ କହୁଛନ୍ତି? ଆସନ୍ତୁ ଆଉ ଦୁଇ ପାଦ ଆଗକୁ ଯିବା। ଧନୁ କଥା ବୁଝିବା। ଆସନ୍ତାକାଲି ଗୁରୁବାର 19 ତାରିଖ ଧନୁ ରାଶିର ପୂର୍ବାଷାଢ଼ା ନକ୍ଷତ୍ରର ରାତି 8ଟା 50ରୁ ଅଶୁଭ କାଳ ଆସି ଦୁଃଖ ଦେବ। ଦିନ 3ଟା ଯାଏ ଆର୍ଥିକ ସୁଖ ସମ୍ମାନ ବୃଦ୍ଧି ହେବ ଓ ବନ୍ଧୁ ମିଳନ ହେବ। ଆୟ ଅମଳରେ ଅସୁବିଧା ନାହିଁ। ବୃତ୍ତି, ବ୍ୟବସାୟ, ସେବା ଓ ବାଣିଜ୍ୟ ଠିକ୍ଠାକ୍ ଚାଲିବ। ମାତ୍ର ଦିନ 3ଟା ପରେ ରୋଗାକ୍ରାନ୍ତ ହେବେ। ଦୁଶ୍ଚିନ୍ତା ବଢ଼ିଯିବ। ପୁରୁଣା ରୋଗ ଥିଲେ ଭାରି ବାଧିବ। ବନ୍ଧୁରେ ଅମଳ ହେବ। ଭୋଜନ ଶୟନରେ ସୁଖ ନାହିଁ, ହତାଶ ହେବେ। ବନ୍ଧୁ ଦିନ 3ଟା ପର୍ଯ୍ୟନ୍ତ ସବୁ ସୁଖ। ଅପୋଜିଟ୍ ବିଛାର ଯାହା ତ ଓଲଟା ହେଲା। 3ଟା ଯାଏ ସୁଖ, 3ଟା ପରେ ଦୁଃଖ। ତେଣୁ 3ଟା ପରେ ଦୁଃଖ, 3ଟା ଯାଏ ସୁଖ। ଆମେ ସକାଳ ଓଳି ସବୁ କାମ ସାରିଦେଲେ କେମିତି ହୁଅନ୍ତା? ଆମେ କାହିଁ କାମ ପକାଇ ରଖିବା? କାଲି କାମ ଆଜି କର। ସ୍ୱକାର୍ଯ୍ୟ ମଧ୍ୟ କୁର୍ବିତ। କାଲି କାମ ଆଜି କର, ଆଜି କାମ ବର୍ତ୍ତମାନ କର। ବର୍ତ୍ତମାନ କାମ ସାରି ଦେଇକରି ଚୁପଚାପ ବସବା, ଦୁଃଖ ସୁଖ ହୁଅ। ତେଣୁ 3ଟା ଭିତରେ ସବୁ କାମ ସାରିଦେଲେ କେମିତି ହୁଅନ୍ତା? ବୁଦ୍ଧିମାନ ଲୋକ ଏ କାମ କରନ୍ତି। କହି ହେଉନି, ଭବିଷ୍ୟତ ଅନ୍ଧକାର। କେତେବେଳେ କ'ଣ ଦୁଃଖ ଆସିବ କି ସୁଖ ଆସିବ କିଏ କହିବ? ବିଧି ବିଧାନ ବିଚିତ୍ର ପରା। ଆସନ୍ତୁ ଯିବା ମକର ପାଖକୁ। ଆସନ୍ତା କାଲି ଗୁରୁବାର 19 ତାରିଖ ମକର ରାଶିର ଲୋକେ ଦିନ 3ଟା ପରେ ସୁଖ ଶାନ୍ତି ପାଇବେ। ଆର୍ଥିକ ବିକାଶ ହେବ। ସମସ୍ତ ବୃତ୍ତିରୁ ଭଲ ଆୟ ହେବ। ଦେହ ମନ ଭଲ ଲାଗିବ। ପାରିବାରିକ ସୁଖ ଫେରିବ। ମାତ୍ର ଦିନ 3ଟା ଯାଏ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ବୃଥା ବ୍ୟୟ ହେବ। ମନ ବ୍ୟାକୁଳ ହେବ। ଧନ ଜନ ସବୁ ଦୁଃଖ ଦେବେ। ଦିନ 3ଟା ପରେ ସବୁ ସମସ୍ୟା ମାଡ଼ି ଆସିବ। ଦିନ 3ଟା ଯାଏ ସବୁ ଦିଗରୁ ଭଲ। ଦିନ 3ଟା ପରେ ସବୁ ଦିଗରୁ ଅଶୁଭ। ତେଣୁ ଦିନ 3ଟା ଭିତରେ ଆମେ ସବୁ କାମ ସାରିଦେବା କଥା।
ବେଶ ଏବେ କୁମ୍ଭ କଥା। ଆସନ୍ତାକାଲି ଗୁରୁବାର 19 ତାରିଖ କୁମ୍ଭ ରାଶିର ଶତଭିଷା ନକ୍ଷତ୍ର ରାତି 8ଟା 50 ପରେ ଅଶୁଭ ସମୟ ଆରମ୍ଭ ହେବ। ଦିନ 3ଟା ଯାଏ ଯାବତୀୟ ସୁଖ ବର୍ଷା ହେବ। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ମୁଣ୍ଡ ଉପରେ ସୁଖ ବର୍ଷା ହେବ ଦିନ 3ଟା ଯାଏ। ସକାଳ ଓଳି ବହୁତ ଶୁଭ। କୁମ୍ଭ ରାଶି ମୁଣ୍ଡ ଉପରେ ସୁଖ ବର୍ଷା ହେବ। ଏହି ଜନତା ଆର୍ଥିକ, ମାନସିକ, ଶାରୀରିକ ସୁଖ ନିଶ୍ଚୟ ପାଇବେ। ମାତ୍ର ଦିନ 3ଟା ପରେ ହଠାତ୍ ମନ ଅଧୀର ହୋଇଯିବ, ଆକୁଳ ବ୍ୟାକୁଳ ହେବ, କୌଣସି ଦୁଶ୍ଚିନ୍ତାରେ ଘାରି ହେବ, ଦୁଃଖ ଆସିବ। ମାନେ କୌଣସି ସାମାଜିକ ଦୁଃଖ ନାହିଁ, ମାନସିକ ଦୁଃଖ। ମାନସିକ ଦୁଃଖରେ ମ୍ରିୟମାଣ ହେଇଯିବେ। 3ଟା ପର୍ଯ୍ୟନ୍ତ ସବୁ ସୁଖ, 3ଟା ପରେ ସବୁ ମାନସିକ ଯନ୍ତ୍ରଣା ମାଡ଼ି ଆସିବ। ମନ ଅଧୀର ହେବ, ବ୍ୟାକୁଳ ହେବ, କ'ଣ ଦୁଶ୍ଚିନ୍ତା ମୁଣ୍ଡକୁ ଆସିବ। ମଣିଷ ତ ଭୁଲ କରେ ନା, ତେଣୁ ତମେ କୌଣସି ଭୁଲ କରିଦେଇଛ, ସେଇଟା ମୁଣ୍ଡକୁ ଆସିଯିବ। ସେଇ ଚିନ୍ତାରେ ଘାରି ହେବେ, ନହେଲେ ଅସୁବିଧା ଆଉ କିଛି ନାହିଁ। ମାନେ ବୁଦ୍ଧିମାନ ଲୋକ, ଜ୍ଞାନୀ ଲୋକ ମନ ଦୁଃଖ କାହାକୁ କହନ୍ତିନି ପରା। ଅର୍ଥ ନାଶଂ ମନସ୍ତାପମ୍ ଗୃହ୍ୟ ଦୁଶ୍ଚିନ୍ତାନି ଚ ବଞ୍ଚନଂ ଚାପମାନଂଚ ମତିମାନ ପ୍ରକାଶେତ୍। ଅର୍ଥ ନାଶ, କିଏ ତମେ ଦୁର୍ବଳ ବୁଦ୍ଧି ଜାଣିଗଲା, ତମକୁ ଠକି ନେଇଗଲା ଅର୍ଥ, ତମେ ଠକରେ ପଡ଼ିଗଲ, କାହାକୁ କହିବନି। ଅର୍ଥ ନାଶ, ମନସ୍ତାପ, କୌଣସି କାରଣରୁ ମନରେ ଦୁଃଖ ହେଇଛି ସେ କଥା କାହାକୁ କହିବନି। ଶତ୍ରୁ ବହୁ ରୂପରେ ବୁଲୁଛନ୍ତି, ଥଟ୍ଟା କରିବେ। ଅର୍ଥ ନାଶ ମନସ୍ତାପମ୍ ଗୃହ୍ୟ ଦୁଶ୍ଚରିତ, ଘରେ କିଛି ମନ୍ଦ କାର୍ଯ୍ୟ ଘଟିଗଲା, କଳହ ଝଗଡ଼ା ବା ଅନ୍ୟ କିଛି ହେଇଗଲା, ଘରେ ମାନ ଅଭିମାନ କ'ଣ ହେଇଗଲା, ଘର କଥା ବାହାରେ କାହାକୁ କହିବନି। କେହି ନିଜର ନୁହନ୍ତି, ସବୁ ସ୍ୱାର୍ଥପର। ସର୍ବେ ସ୍ୱାର୍ଥଂ ଅଭିୟନ୍ତେ। ଅର୍ଥ ନାଶଂ ମନସ୍ତାପଂ ଗୃହ୍ୟ ଦୁଶ୍ଚରିତାନି ଚ ବଞ୍ଚନଂ ଚାପମାନଂ ଚ। ତମେ କାହାକୁ ଠକିଦେଲ ବା ତମକୁ କିଏ ଠକିଦେଲା, କାହାକୁ କହିବନି। କିଏ ତୁମକୁ ଅପମାନ ଦେଲା, କାହାକୁ କହିବନି। କାରଣ ବୁଦ୍ଧିମାନ ଲୋକ ଏ କଥା କାହାକୁ କହନ୍ତିନି, କିଛି ମିଳିବନି, ବରଂ ଦୁଃଖ ବେଶୀ ଆସିବ। ମୂର୍ଖମାନେ ଅନ୍ୟକୁ କହି ବୁଲନ୍ତି, କ'ଣ ମିଳେ, କ'ଣ ମିଳିବ, କିଛି ମିଳିବନି ନା। ଆସନ୍ତୁ ଯିବା ଶେଷ ରାଶି ପାଖକୁ। ଆସନ୍ତାକାଲି 19 ତାରିଖ ଗୁରୁବାର ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ରର ରାତି 8ଟା 50ରୁ ଅଶୁଭ ସମୟ ଆସିବ। ବିଶେଷ ହାନିକାରକ ନୁହେଁ। ଦିନ 3ଟା ଯାଏ ବୃଥା ବ୍ୟୟ ହେବ, ଖର୍ଚ୍ଚାନ୍ତ ହେବେ, ଦେହ ଯନ୍ତ୍ରଣା ବଢ଼ିଯିବ, ବିବିଧ ସମସ୍ୟା ଆସିବ। ଦିନ 3ଟା ପରେ ଆକାଶ ମେଘମୁକ୍ତ ହେବ, ମଳୟ ପବନ ବହିବ, ଶାନ୍ତି ସୁଖ ଫେରିବ, ଆର୍ଥିକ ବିକାଶ ହେବ, ସମସ୍ତ ବୃତ୍ତିଜୀବୀମାନଙ୍କୁ ଖୁସି ମିଳିବ। ମୀନ ରାଶିର ଦିନ 3ଟା ଯାଏ ନା, 3ଟା ପରେ ହଁ, 3ଟା ପର୍ଯ୍ୟନ୍ତ ସବୁ ସମସ୍ୟା, 3ଟା ପରେ ସବୁ ଲାଭ। ସେମାନେ ଚାହିଁଲେ, କେଉଁମାନେ, ମୀନରାଶି ଲୋକମାନେ ଚାହିଁଲେ ତାଙ୍କୁ ସୁଖ ମିଳିବ 3ଟା ପରେ। ନହେଲେ 3ଟା ପର୍ଯ୍ୟନ୍ତ ଯାବତୀୟ ସମସ୍ୟା, ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ, କୌଳିକ, ବୌଦ୍ଧିକ, ପାରମାର୍ଥିକ ଇତ୍ୟାଦି ଇତ୍ୟାଦି ଇତ୍ୟାଦି, ଏଇସବୁ ଦୁଃଖ 3ଟା ପରେ ସୁଖରେ ପରିଣତ ହେଇଯିବ। ଏ ଖେଳ ଖେଳୁଛନ୍ତି ପରା ବିଧାତା, ଦୈବ ଦୌଡ଼ି ମଣିଷ ଗାଇ, ଜେଣିକି ଟାଣଇ ତେଣିକି ଯାଇ। ହେ ବନ୍ଧୁ, ଏବେ ବି କହୁଛି, ଧର୍ମଂ ଯୋ ନ କରୋତି ବିମୂଢ଼ମତି। ଯିଏ ଧର୍ମ କାର୍ଯ୍ୟ କରେନି ସେ ହେଉଛି ବିମୂଢ଼, ମାନେ ମହାମୂର୍ଖ। ଧର୍ମ ଯିଏ କରେନି ସେ ମହାମୂର୍ଖ। ପର ବୁଦ୍ଧିରେ ଘର ଭାଙ୍ଗେ, କାହା କଥାରେ ପରିଚାଳିତ ହୁଅନ୍ତୁନି। ଈଶ୍ୱର ଦେଇଛନ୍ତି ପରା ଆମକୁ ଜ୍ଞାନ ବିବେକ, ହେଲା। ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ଆମେ ଆମ ବୁଦ୍ଧିରେ ବିଚାର କରିବା, ମୋତେ ସେ ଲୋକ ଯାହାଟା କହିଲା ତା କ'ଣ ଠିକ୍,
ନାଇଁ 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 ଆମେ ଜାଣିବା ଆମର ହିତାକାଂକ୍ଷୀ କିଏ, ଯିଏ କାୟ ମନ ବାକ୍ୟରେ ଆମକୁ ଭଲ ପାଏ ତା ସହ ଆମେ ପରାମର୍ଶ କରିବା ଏବଂ ତା କଥା ମାନିବା। ହଁ ବନ୍ଧୁ, ଯଦି ଆପଣମାନେ ବାପା ହେଇସାରିଲେଣି ପିଲାଙ୍କୁ ଗଢ଼ନ୍ତୁ। ପିଲା ଆଦି ମଣିଷ ହେଲା ଧନ ସଞ୍ଚିବେ କାହା ପାଇଁ, ପିଲା ଆଦି ଅମଣିଷ ହେଲା ଧନ ସଞ୍ଚିବେ କାହା ପାଇଁ। ତେଣୁ ପିଲାକୁ କରନ୍ତୁ କେମିତି ଯେ ମାତା ଶତ୍ରୁ ପିତା ବୈରୀ ଯେନ ବାଳ ନ ପଠିତ, ସେଇ ପିଲାର ଶତ୍ରୁ ହେଇଯାଆନ୍ତି ବାପା ମା। ଆଜିକାଲି ଶୁଣୁଥିବେ ଯେ ଜରା ଆଶ୍ରମରେ ପିଲା ନେଇ ଛାଡ଼ି ଦେଉଛନ୍ତି। କେଉଁଠି? ଜରା ଆଶ୍ରମରେ। କାହାକୁ? ଚଳନ୍ତି ପ୍ରତିମା ଜୀବନ୍ତ ଦେବତାଙ୍କୁ, ପିତାମାତାଙ୍କୁ। କାହିଁକି? ଏ ପିତାମାତା ଶାସନ କରିନାହାନ୍ତି, ଗେହ୍ଲା କରିଛନ୍ତି। ଅତି ଗେହ୍ଲା ପୁଅ ମନ ମୋଟିଆ, ଅତି ଗେହ୍ଲା ଝିଅ ଦାଣ୍ଡରେ ଠିଆ, ଅତି ଗେହ୍ଲା କୁତା ମୁଣ୍ଡରେ ଚଢ଼େ, ଅତି ବୁଦ୍ଧିଆ ଏହାଙ୍କୁ ଗଢ଼େ। ଆପଣଙ୍କର ଅତି ବୁଦ୍ଧିଆ? ନାଇଁ ମ। ରହିଲି ବନ୍ଧୁ, ଆଜି ଏତିକି। ନମସ୍କାର।